ଜାଣିଛନ୍ତି ଗୋଟେ କୁକୁର ଠାରୁ କୁକୁର ଛୁଆ ହିଁ ଜନ୍ମ ନିଏ, ବାଘ ଠାରୁ ବାଘ, ବିଲେଇ ଠାରୁ ବିଲେଇ, ମାଙ୍କଡ ଠାରୁ ମାଙ୍କଡ, ମଣିଷ ଠାରୁ କିଏ ଜନ୍ମ ନିଏ? ଆଜ୍ଞା, ମଣିଷ ଠାରୁ କିଏ ଜନ୍ମ ନିଏ? ମଣିଷ। ପ୍ରଶ୍ନ ପଚାରିଲେ ମୁଁ ତ ମାନେ ତାର ଉଦାହରଣ ଦଉଛି ନା, ଯଦି କୁକୁର ଠାରୁ କୁକୁର ଜନ୍ମ ନିଏ, ବାଘ ଠାରୁ ବାଘ, ବିଲେଇ ଠାରୁ ବିଲେଇ, ମାଙ୍କଡ ଠାରୁ ମାଙ୍କଡ, ମଣିଷ ଠାରୁ ମଣିଷ। ବଡ ପାଟିରେ ମା ମାନେ କୁହନ୍ତୁ କିଏ ଜନ୍ମ ନିଏ? ମଣିଷ। ତାହେଲେ ତମ ପିଲାମାନେ ମଣିଷ ନା ନାଇଁ? ହଁ, ଯଦି ତୁମ ସଂସ୍କାର ମାନେ ତୁମ ଠାରୁ ମଣିଷ ହେଇ ଜନ୍ମ ନେଇଛନ୍ତି, ତମେ କାହିଁକି ରାଗି ଗଲେ କହୁଛ ତୁ ଅମଣିଷ ହେଇଗଲୁ? କାହିଁ କହୁଛ? ତମ ପିଲାକୁ ଗାଁ ଲୋକ କହୁଛନ୍ତି ଅମୁକ ଲୋକର ପୁଅଟା ଅମଣିଷ ହେଇଗଲା, ବାପା ରାଗିଲେ କହୁଛ ତୁ ଅମଣିଷ ହେଇଗଲୁ। ମଣିଷ ଠାରୁ ପରା ମଣିଷ ଜନ୍ମ ନେଇଥିଲା, ଯିଏ ଜନ୍ମ କରିଛି ସିଏ କହୁଛି ମୋ ଛୁଆଟା ଅମଣିଷ ହେଇଗଲା। ମା କିଛି ଭୁଲ କହିଲି? ରାଗିଲେ ଛୁଆ କହୁନା ତତେ ଏତେ କଷ୍ଟ କଲି, ପାଠ ପଢେଇଲି, ସବୁ କିଛି କଲି, ହେଲେ ତୁ କୁଳାଙ୍ଗାର ଅମଣିଷ ହେଇଗଲୁ। କଣ ରହସ୍ୟ? କାହିଁ ବାଘ ତ ତା ବାଘଟାକୁ, ବାଘ ଛୁଆଟାକୁ କୁକୁର ବୋଲି କହୁନାହିଁ? ତୁ ବାଘ ଠାରୁ କୁକୁର ଜନ୍ମ, ବାଘ କହୁନାହିଁ, ମାଙ୍କଡ କହୁନାହିଁ, ହେଲେ ମଣିଷ କହୁଛି ତା ଛୁଆକୁ ତୁ ଅମଣିଷ ହେଇଗଲୁ। ତା ମାନେ ସେ ଛୁଆ ପାଖରେ କଣ ଗୋଟାଏ ମଣିଷ ପଣିଆର ଅଭାବ ବାପା ମା ଦେଖିଲେ, ଗାଁ ବଳା ଦେଖିଲେ, ସାର ଦେଖିଲେ, ଗୁରୁ ଦେଖିଲେ, କହିଲେ ଯେ ଏଇଟା ଅମଣିଷ ହେଇଗଲା। ପ୍ରଥମ ଲକ୍ଷଣ ମଣିଷ, ଯଦି ସିଏ ପ୍ରଣାମ କରିବା ଶିଖିଲା ସେ ମଣିଷ ହେଇଯିବ। ଆଜ୍ଞା, ଭଗବାନ ପଚାରିଥିଲେ ମଣିଷକୁ ତୁ କିଏ? ସେ କହିଲା ନାହିଁ, କହିଲା ପ୍ରଭୁ ମୁଁ ଆଉ କିଏ? ମୁଁ ଭକ୍ତ, ଆପଣ ମୋର ଭଗବାନ, ମୁଁ ଜୀବ, ଆପଣ ପରମ, ମୁଁ ସେବକ, ଆପଣ ମୋର ସେବ୍ୟ, ମୁଁ ସାଧକ, ଆପଣ ମୋର ସିଦ୍ଧି। ଆଉ ଶେଷରେ କହିଲା ମୁଁ ଦାସାନୁଦାସ ଚାକର କିଏ ପ୍ରଭୁ, ଆପଣ ମୋର ମାଲିକ। ନିଜକୁ ସେ ମଣିଷ ବୋଲି କହିଲାନି, କଣ କହିଲା? ଶେଷୁ କଣ କହିଲା? ମୁଁ ଦାସ, ମୁଁ ଚାକର, ମୁଁ ସେବକ,